ବର୍ତ୍ତମାନ ଜୈବ ପୁଞ୍ଜ ବା ବାୟୋଫ୍ଲକ୍ ପଦ୍ଧତିରେ ମାଛ ଚାଷ ପଦ୍ଧତିଟି ବହୁତ ବହୁଳ ଭାବରେ ଆଦୃତ ହେବାରେ ଲାଗିଛି। ଏହି ପଦ୍ଧତିରେ ମାଛ ଚାଷ ପାଇଁ ସାଧାରଣତଃ ଆମର ବାୟୁମଣ୍ଡଳରୁ ସିଧାସଳଖ ଅମ୍ଳଜାନ ଗ୍ରହଣ କରିକି ବଢ଼ୁଥିବା ମାଛ ଯେମିତିକି ଚେଙ୍ଗ, ଗଡ଼ିଶ, ଶେଉଳ, ମାଗୁର, ସିଙ୍ଗି, ରତା, କଉ, ଜଳଙ୍ଗ ଏହି ପ୍ରଜାତିର ମାଛ ଗୁଡ଼ିକ ଅଧିକ ପରିମାଣରେ ଚାଷ କରାଯାଏ। କାରଣ ଯେତେବେଳେ କମ୍ ଜାଗାରେ ବା କମ୍ ଆବଦ୍ଧ ଜଳରାଶିରେ ଆମେ ଅଧିକ ପରିମାଣର ମାଛ ଛାଡ଼ିକିରି ଚାଷ କରିଥାଉ ସେତେବେଳେ ଦ୍ରବୀଭୂତ ଅମ୍ଳଜାନ ପରିମାଣ କମ୍ ହୋଇଥାଏ ଏବଂ ମାଛଙ୍କୁ ନିଶ୍ୱାସ ନେବାକୁ କଷ୍ଟ ହୋଇଥାଏ। ସେଥିପାଇଁ ଏହି ପଦ୍ଧତିରେ ମୁଖ୍ୟ ଦିଗଟି ହେଉଛି ଆମେ ପାଣିରେ ଯେଉଁ ବାୟୁମଣ୍ଡଳ ପବନ ଅଛି ତାକୁ ସଞ୍ଚାଳିତ କରିବା ବା ଏରେସନ୍ କରିବା। ଏହି ପଦ୍ଧତିରେ ବାୟୁମଣ୍ଡଳ ଅମ୍ଳଜାନ ପାଣିରେ ମିଶିଥାଏ ଏବଂ ୟାକୁ ମାଛ ଦ୍ରବୀଭୂତ ଅମ୍ଳଜାନ ହିସାବରେ ନିଶ୍ୱାସରେ ଗ୍ରହଣ କରିଥାନ୍ତି। ତ ଏହି ପଦ୍ଧତିରେ ମଧ୍ୟ ଆପଣଙ୍କର ଯେଉଁ ମାଛ ଗୁଡ଼ିକ ରହୁଛନ୍ତି ତାଙ୍କ ଶରୀର ବୃଦ୍ଧି ନିମନ୍ତେ କୃତ୍ରିମ ଖାଦ୍ୟ ଦେବାକୁ ପଡ଼ିଥାଏ। ଏହି କୃତ୍ରିମ ଖାଦ୍ୟରେ ପୁଷ୍ଟିସାର 24%ରୁ 30% ମଧ୍ୟରେ ରହିଥାଏ। ୟାଠୁ ଅଧିକ ପରିମାଣର ପୁଷ୍ଟିସାର ଦେବା ଅନୁଚିତ। ଏଥିରେ ସାଧାରଣତଃ ଆମର ଜୀବାଣୁମାନଙ୍କୁ କଲଚର କରାଯାଇଥାଏ। ଆମର ଯେଉଁ ହିତକାରୀ ଜୀବାଣୁ ବାସିଲସ୍ ଗ୍ରୁପର ରହିଛି ଏହି ଜୀବାଣୁ ଗୁଡ଼ିକ ପାଣିରେ ଆମେ ବଢ଼ାଇବା ଦ୍ୱାରା ଆମର ଯେଉଁ ମାଛଙ୍କର ମଳ ଏବଂ ଅବ୍ୟବହୃତ ଖାଦ୍ୟ ଯେଉଁଟା ପାଣିରେ ନଷ୍ଟ ହୋଇଥାଏ ତା ଉପରେ ଏହି ଜୀବାଣୁ ଗୁଡ଼ିକ ତାଙ୍କ ବଂଶ ବିସ୍ତାର କରିଥାନ୍ତି। ପ୍ରତ୍ୟେକଟି ଜୀବାଣୁ ଗୋଟିଏ ଗୋଟିଏ ଏକକୋଷୀ ଜୀବ ପୁଷ୍ଟିସାର ଯୁକ୍ତ ଅଣୁଜୀବ ହୋଇଥିବାରୁ ଏମାନଙ୍କର ସମାହାର ବା ଜୈବପୁଞ୍ଜ ବୋଲି ଯେଉଁଟା କୁହାଯାଏ ସେଇଟା ଅତ୍ୟଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟରେ ପରିଣତ ହୋଇଥାଏ ଏବଂ ଏଇ ଯେଉଁ ମଳ ଏବଂ ଖାଦ୍ୟ ତାରି ଉପରେ ଏଇ ବ୍ୟାକ୍ଟେରିଆ ଗୁଡ଼ାକ ଗ୍ରୋ କରିକି ଏହା ଏକ ଉନ୍ନତମାନ ଖାଦ୍ୟରେ ପରିଣତ ହୋଇଥାଏ। ୟାକୁ ଖାଇକି ମାଛ ବଢ଼ିଥାନ୍ତି।